ବେଳକୁ ବେଳ ବେଶୀ ହେଲା କିନ୍ତୁ ସେ ଥିଲା ଜଣେ ଅସାଧାରଣ ପ୍ରତିଭା। ଗତକାଲି ଆମ ବ୍ୟାଚର 73 to 77 ଭଦ୍ରକ କଲେଜର ଜୟଦେବ ବାଟିକାରେ ଆମେ ଏକାଠି ହେଇଥିଲୁ। କାନ୍ତିର କଥା ଶୁଣି ଆମ ସାଙ୍ଗମାନେ ସବୁ ପ୍ରିୟମାନ ହେଇ ପଡ଼ିଲେ ଏବଂ ତାର ଆତ୍ମାର ସଦ୍ଗତି ପାଇଁ ଦୃଢ଼ ପ୍ରାର୍ଥନା କଲେ। ଆଜି ତାର ଶ୍ରାଦ୍ଧବାର୍ଷିକୀ, ତେଣୁ ମୁଁ ଆଶା କରୁଛି ଆମେ ଯେଉଁମାନେ ଅଛନ୍ତି ସମସ୍ତେ ତାର ଏଇ ଲେଖା ସେ ନାହିଁ କିନ୍ତୁ ରହିଯାଇଛି ତାର ଲେଖା। ସେଇ ଏତେ ବଡ଼ ଲେଖିକା ସେ ନିଜେ ନୀରବ ଫୁଲଟିଏ ପରି ଉପରରେ ଝଡ଼ିଗଲା। ତେଣୁ ଆଜି ଅଜୟ ଭାଇ ଏବଂ ମୁଁ ଲିଲପା ତାର ସବୁଠୁ ପ୍ରିୟ ଥିଲେ ଏବଂ ମୋ ଜାଣିବାରେ ତାର ସେ 3ଟି ପିଲା ଜନ୍ମ କରିଥିଲା କିନ୍ତୁ ଗଲା ପର୍ଯ୍ୟନ୍ତ ସବୁବେଳେ ସେ ବୁଟୁ ହେଉଥିଲା ଏବଂ ମୁଁ ତାର ଅତି ଅନ୍ତରଙ୍ଗ ଥିଲି ଏବଂ ଶେଷ ପର୍ଯ୍ୟନ୍ତ ମୁଁ ଭାବୁଛି ଆଜି ବୁଟୁ ଅଛି, ବୁଲଟି ଅଛି ଏବଂ ତା ସାନ ପୁଅ ମଧ୍ୟ ମୋ ପାଖରେ ରହିଛି। ତେଣୁ ଯେ ମା ହିସାବରେ ଯାହା ଏହି ପିଲାମାନଙ୍କ ପାଇଁ କର୍ତ୍ତବ୍ୟ କରିଯାଇଛି ଆମେମାନେ ସମସ୍ତେ ନିଶ୍ଚିତ ଭାବରେ ସେହି ସାମାଜିକ ଜୀବନରୁ ଗୋଟିଏ ଗୋଟିଏ ନେଇ କହିବା ଏବଂ ଆଜି ତାର 2ଟି ପୁସ୍ତକ ପ୍ରକାଶ ପାଉଛି, କିଛି ଇଂରାଜୀ ଏବଂ କିଛି ଓଡ଼ିଆ। ଇଂରାଜୀର